କିଲୋ ତୋ ବାବୁ ଅଫିସ ଯାଇନାହାନ୍ତି ବୋଲି ତୁ ଘରରେ କଣ ବାବୁ ଟେକି ଦଉଛୁ? ମୋର କଣ ଆଉ କଣ କାମ ଅଛି ରେ ବାବୁ ଘର ଟେକି ଦେବି ଯେ ଆଉ କଣ କରୁଛୁ? ବେଶୀ ଟେନସନ କରନାନ୍ତି ତୁ କିଆଁ କାଲି ମତେ ସଣ୍ଡ ସଣ୍ଡ ଡାକୁଛୁ ମଲା ତତେ ଷଣ୍ଢ ଡାକିନି ଆଉ କଣ ମୋ ବା ଡାକୁନୁ ତୁ ଯୋଉଟା ଡାକୁଥିଲୁ ସେଟା ଡାକେ ଡାକିବି ଡାକିବି ଭଲ ଲାଗିବ ରେ ଷଣ୍ଢରେ ତୋ ନା ଷଣ୍ଢ ଯଦି ନୁହଁ ଆଉ କଣ କହୁନୁ? ମୋନା ଗୁଣ୍ଡ ଗୁଣ୍ଡ ଗାଡି ଚାଇ ଏତେ କାଇଁ ଜହଲି ଦେଉଛୁ? ତୋ ନାଁ ଯାହା ବି ହଉ ମୁଁ କିନ୍ତୁ ତତେ ଷଣ୍ଢ ବୋଲି ଡାକିବି। ମତେ ସେଇ ନାଁଟି ଭାରି ବଢିଆ ଲାଗୁଛି। ବେଶୀ କଥା ମତେ କର ରେ କଣ କରୁଛୁ ରେ? ତୁ କିଆଁ ରେ ଖାଲି ମତେ ସଣ୍ଡ ସଣ୍ଡ ଡାକୁଛୁ ଆଉ କିଏ ଡାକିବେ? ତୁ ଯଦି ମତେ ସଣ୍ଡ ବୋଲି ଡାକିବୁ ସତ ମୁଁ ଦର୍ଶି ବି ଡାକିବି ରେ ତୁ ଦର୍ଶି ବେଳେ ଦେଖା ଯାଉନୁ ଗୋପାଳ ନାରାୟଣ ତୁ ପୁରା ବେଶୀ ବେଳେ ଦେଖା ଯାଉଛୁ ରେ ମୁଁ ଦର୍ଶି ଭଳିଆ ଦେଖାଉଛି ନହେଲେ ଚାଷୀ ଭଳିଆ ଦେଖାଯାଉଛି। ମୋ ମନଟାକୁ ପୁରା ଭାଙ୍ଗିକି ଧ୍ୱସ୍ତ କରିଦେବି ଲାଗିଲେ ଷଣ୍ଢରେ ତୁ ମତେ ଦୋଷୀ ଜର୍ସି ଏମିତି କାହିଁ ଡାକୁଛୁ କହିଲୁ? କିଆଁ ଡାକିଲେ ତୁ ମୋ ନାଁ ଧରି ଡାକୁନୁ ତୋ ନା କିଆଁ ରେ କହିବି ଲାଜ ଲାଗୁଛି ନା ରେ କହିବାକୁ ଆକୁ ପୁଣି ନାଚ ଡାକୁଛି ରେ କହିବି କଣ ରେ ମୋ ନାଁ ହଉଛି ଇଏ ଲବଙ୍ଗଲତା। ଦେଖି ନା ରେ କିଅଣ ମୋ ନାଁ ତ ମନକୁ ପାଇଲାନି ଏଇଟା ମୋ ନାଁ ରେ ଇଏ ତୋ ନାଁ ଷଣ୍ଢ ବା ଏଇଟା ମୋ ନାଁ ଲବଙ୍ଗଲତା ତ ମନକୁ ପାଉନି ଜମା ପାଉନି ସେଇଟା ହିଁ ତ ମନକୁ ନ ପାଉଛି। ଇଏ ଜାଣିଛୁ ଇଏ ସାଇ ଟୋକା ମତେ ସବୁ ସିଆରେ କଣ ଡାକନ୍ତି? କିଆଁ ରେ ଲଭୁ ଏ ନବୁ କେବେ ନବୁ ଏବେ ଦବୁ ଏବେ ଦେବି ନବୁ କିଆରେ ନବୁ କିରେ ଏବେ ଥାଉ ଥାଉ କାହିଁକି ବେଶୀ କଥାବାର୍ତ୍ତା କରନା ରେ କିଏ କହୁଥିଲେ ତୁ ଆସି ଗୋଟେ କାମ କର ରେ ମତେ ଟିକେ ଅଧିକା କିଲୋ ଦବୁ ରେ ଅଧିକା କ୍ଷୀର ନବୁ? ଷଣ୍ଢ କିଆରେ କିଛି ଭୁଲ ଭାଲ କାମ କରୁଛୁ କିରେ? ଦେଖା ଯାଉଛି କି ରେ ଆମେ ଏବେ 3 ଦିନ ହେଲା ମୁଁ ଲକ୍ଷ୍ୟ କରୁଛି ତୁ କଣ ଭାରି ଶୁଖିଲା ଦେଖାଯାଉଛି। ଶୁକ୍ର ଦେଖା ଯାଇ ରେ 3 ଦିନ ଟୋକିଓ ଦେଇନୁ ସେଇଥିପାଇଁ କି ଆଉ ମତେ ମୁଁ ତ ଡେଲି କ୍ଷୀର ଦଉଛି ତୁ କ୍ଷୀର କରୁଛୁ କଣ? କ୍ଷୀର ଟିକେ ଟିକେ ପିଉଛୁ ରେ ତୁ ଜାଣିଛୁ ରେ କିଅଣ ରେ ଏବେ ରିଲ୍ସ ରେ ବାହାରିଛି କଣ ଡାଲମା ସାଲାଟି ଔରାଇତା ତୋ ନାଁ କହିଥା କିଆଁ ରେ ଓଇରାଇତା କଥା କଣ କହୁଛୁ? ଏବେ ସରକାର ଝିଅ ପିଲାମାନଙ୍କ ପାଇଁ ଫ୍ରି କରିଦେଇଛନ୍ତି ରେ କିଅଣ ଫ୍ରି କରୁଛୁ? ଆଉ ପୁଅ ପିଲାମାନଙ୍କ ପାଇଁ ହଁ କମ୍ବଳ ଫ୍ରି ଦେଇଛନ୍ତି ଡାଲମା ସାଲାଟି ଖାଇବେ ହଁ କମ୍ବଳ ବୁଣିକି ଶୋଇବେ ସତେ କି ଆଉ ସକାଳୁ ଉଠିଲା ବେଳୁ ପିଲା हे प्रभु हे हरिराम କିରେ କଣ କହିଲୁ? ରାତିରେ କମଳ ଭିତରେ ଶୋଇଲେ ସକାଳୁ ପିଲା ତୁ କେତେଟା କମଳ ଭିତରେ ଶୋଇ ପିଲା ଫୁଟେଇଥିବେ? ମତେ ଜମା ଟେନସନ କରନା ରେ ମୁଁ କଣ ତୋର ଭଳିଆ ବେଶୀ କାହିଁକି ରେ କାଇଁ ହଉନୁ ଟିକେ କରି ବାଡ଼ିକିଆ ତୁ କେତେଟା ଫୁଟେଇଛୁ ମତେ କହିଲୁ ଖାଲି କନ୍ଦୁରୁ ଭଳିଆ ଏଇଟା ବେଶୀ କଥାବାର୍ତ୍ତା କରନା ରେ ମତେ କ୍ଷୀର ଦେ ମୁଁ ଯିବି କ୍ଷୀର ନବୁ ଆମେ ବାବୁ କେବେ ନବୁ ଦେବେ ଦାବୁ ଏବେ ଦେବି କି ଶୋଇକି ନେଲେ କଣ ଅସୁବିଧା କି ତୋର ଶୋଇକି ନବୁ ଶୋଇକି ନେଲେ ଦେଖିଲେ ନବୁ ଏ ନବୁ କିଆଣ କହୁଛୁ? ଶୁଣ ରେ ତ କ୍ଷୀର ପିଇଲେ ବାବୁର ମଜାଟା ଉଠୁଛି ରେ ସତେ ଆଉ ବାବୁଙ୍କର ମଜିଆ ଉଠୁଛି ବାବୁର ଡାକ୍ତର କହିଛନ୍ତି ହଁ
तो କ୍ଷୀର ପିଇଲେ ବାବୁର ସ୍ୱାସ୍ଥ୍ୟ ଭଲ ରହିବ। ଇଏ ମୋ କ୍ଷୀରର ଏତେ ଡିମାଣ୍ଡ। ଆଉ ଇରି ଭାଡ଼ି ଖିଆ କ୍ଷୀରରେ ସେ କ୍ଷୀରରୁ ଟିକେ ଟିକେ ପିଉନୁ। ମୋତେ ବାବୁ ଦଉନାହାନ୍ତି ରେ। ବାବୁ ଡାକ୍ତର କହିଛନ୍ତି ତ କ୍ଷୀର ପିଇଲେ ବାବୁର ସ୍ୱାସ୍ଥ୍ୟ ସମ୍ମାନ ଏକା ଭଲ ହେଇଯିବ। ମୁଁ କାଲିଠୁ ଆଉ ଟିକେ ଅଧିକ ଦେବି। କାଲି ଦିନଟା ଦେ ଆଉ ଦେ ନା ପିଇବି। କାହିଁକି ରେ? କାହିଁକି ପତଳା ହେଇଗଲେଣି। ଆରେ ଆଉ ଟିକେ ଟିକେ ଅଧିକ ମୁଁ ଦେବି ତୁ ପି। ବାବୁଙ୍କର ଯେମିତି ମଝିରେ ଉଠୁଛି ତୋର ବି ଟିକେ ଉଠୁ ରେ। ଏ ବାବୁ କିଆଁ କହୁଛୁ? क्या कहती है ଶୁଣୁ ବା ତୁ ଏତାକୁ କହନା। ଆଜି କଣ ରୋଷେଇ କରିଥିଲୁ କହିଲୁ? आज रोसई ହଁ बेटी जण करथि रे ଇଏ ଗୋଟେ ଭାରି ପ୍ରିୟ। हां से खाइति रे ସେଥିରେ ଟିକେ ଆମ୍ବୁଲ ପକେଇ କଲୁନି तू क्या कहती रे କି ଟେଷ୍ଟ। तू तो काली आइतिलु तोर आंबुल बेला दिया देथिलु रे एटा पकाइति रे ସତେ ଲାଗୁ आउ ଦେଖିଛୁ तो आंबुल बड़ वासना रे ଖାଇଛୁ ନା? ମୁଁ ତ ଖାଇଛି କଣ କଣ ଖା ଲୋକମାନଙ୍କୁ ବାକି ଦେଇକି ରେ ମୁଁ ଯେତେବେଳେ ଆଇଲିନି କି ରେ ସମାନକା ରୋଷେଇ କରିଦେଲୁ ଗୁରୁ ତ ଆମ୍ବୁଲ ବେଲା ଦିଟା ପକେଇ ଦେଲି ଆକେ ଶୁଙ୍କି ଶୁଙ୍କି ପଳେଇଥିଲେ ତ କହିଲେ ଆମ୍ବୁଲ କୋଉଠୁ ଆଣିଥିଲେ ମୁଁ କହିଲି ଆମ ଘରକୁ ତ କ୍ଷୀର ବାଲି ଆଉନି ରେ ତାର ଆମ୍ବୁଲ ବେଲା ଦିଟା ଆମ୍ବୁଲର ଡିମାଣ୍ଡ ଇରେ ଷଣ୍ଢ ମୋର ତ ଫୁଲ ଡିମାଣ୍ଡ ରେ। ଏ ଲବୁ କିଅଣ ତୋର କେଣ ଦରକାର ବୋଲି କହୁଥିଲୁ ରେ ଆରେ ଯୋଉଟା ଦରକାର ସେଟା କହୁଥିଲି ଯେ ଏତେ ଲୋକଙ୍କ ଆଗରେ କହିପାରିବି କେଣ ହେଲା ରେ ସେଟା ମୁଁ ଏକୁଟିଆ କହିବି। ଏକୁଟିଆ ଆଉ ନାଇଁ ରେ ଆଉ ଗୋଟେ କାମ ଅଛି କେଣ ରେ ଟିକେ ହେଲେ କରୁନୁ ମତେ। ତୁ କହିଲେ ତତେ ହେଲକୁ କେଣ ରେ ତତେ ଚାରିଆଡେ ହେଲକୁ କରିବ ଗୋଟିଏ ଆଡେ ହେଲେ ଦରକାର ସେଇଟା କରିସାର ଚାରିଆଡେ ଗୋଟେ ଆଡକୁ କରିବି କେଣ ରେ କହିବି। ଇଏ ଷଣ୍ଢ କେଣ ରେ ତୁ ତୋ ବାବୁଙ୍କୁ କହିକି ମତେ ଟଙ୍କା 5,000 ହେଲେ ପେ କରନ୍ତୁ। କେଣ କହୁଛୁ ରେ କ୍ଷୀର ବାଲି ହେଇକିରି ଟଙ୍କା 5,000 ଆଡଭାନ୍ସ ମାଗୁଛୁ ରେ ଇଏ ବାଡି ଚାର ଛାତିଟା କେମିତି ପାଚି ଯାଉଛି ଦେଖିଲ ଯେମିତି ନିଜ ହାତରୁ କାଢିକି ଦେଇ ଦଉଛି। ମୋ ଛାତି ବାଟିକିରି କେଣ କ୍ଷୀର ମାରୁଛି କି ରେ ଆରେ ଟିକେ ବାପର କରୁନୁ ତୁ ମୋର ଖା ମୁଁ ତୋର ଖା ତୁ ମୋର ଖା ମୁଁ ତୋର ଖା। ମୋର ତ ବୁଇକିରି ନଦୀ ହେଇଗଲାଣି ରେ ଆଉ ସତେ କି କ୍ଷୀର ନଦୀ କୁହାଇସାରିଲାଣି। ତୁ ବେଶୀ ଟେନସନ କରନା ରେ ବାବୁ ହେଲେ କହିବି ଦେଖିବା କାଇଁ ମାଗୁଛି କହିଲୁ କେଣ ପାଇଁ ରେ ନିହାତି ଦରକାର ଅଛି ବେ। କେଣ ହେଇଛି ରେ କଣ ହେଇଛି କହିଲୁ? କେଣ ହେଇଛି ରେ ଆରେ ଏଇ ଯୋଉ କାଲି ଝଡ଼ ବର୍ଷାଟା ଆସିନଥିଲା ଝଡ଼ ବର୍ଷା ଆମେ ତ ଆଇଲା ବେଳକୁ ବର୍ଷା ହେଇଥିଲା ସେଇଥିରେ ନୁହଁ ମୋ ଚାଳଟା ଉଡି ଯାଇଛି ବେ। କେଣ ଉଡି ଯାଇଛି ଚାଳ ତୁ ତ କୋଷା କରି ପାଇଛୁ ତୋର ବାଳ କୁଆଡେ ଉଡିଲା ରେ ସବୁ ଚାପିଚୁପି ରହିଛୁ ବାଳ କାଇଁ ମୋର ଉଡିବ? ଆଉ ଆରେ ମୋ ଚାଳ ଉଡିଛି ଚାଳ। ଓ ତୋ ଘର ଉଡି ଯାଇଛି କି ରେ ତୋ ବେଳା ଭଲ ଅଛି ରେ କି କଣ ରେ? ଏଠି ଆରଟା ଉଡି ଯାଇଥାନ୍ତା କିଅଣ ହେଇଥାନ୍ତା ରେ ତୋ ଅବସ୍ଥା ମାନେ କୋଉଟା କଥା ତୁ ତ ବୁଝି ପକାଇଛୁ ଆଉ ଚାପିଚୁପିକି ରଖିଦେଇଛି। ଆଉ ଇଏ ଶୁଣୁନୁ କେଣ ରେ ଏତିକି ହବେ କେଣ ରେ କହୁନୁ ଚାଳ ଉଡିଗଲା ମୋ ମନ ଦୁଃଖ ନାହିଁ। ଆଉ କେଣ ଉଡି ଯାଇଛି ରେ ମୋର ମେନ୍ ଜିନିଷଟା କଣ ହେଇଛି କହିଲୁ ଇଏ ମୋ ମୁତୁ ନଳାଟା ଫାଟି ଯାଇଛି। ତୋ ମୂତ୍ର ଫାଟି ଯାଇଛି କି ରେ କାଇଁ ଦେଖେଇଲୁ କେଣ ରେ ସବୁବେଳେ କଣ ତୁ ଏଇ ଜିନିଷ ମାନେ ଲକ୍ଷ୍ୟ ରଖୁ? ଆଉ ତୁ ତ କହିଲୁ ତୋର ମୂତ୍ର ଫାଟି ଯାଇଛି ଆରେ ମୋର ଫାଟିନି ଆଉ ମୋର ଯୋଉ ଗାଈ ଗୁହାଳ ସେଇ ଗାଈ ଗୁହାଳର ମୁତୁ ନଳାଟା ଫାଟି ଯାଇଛି। ଗୁହାଳ ମୂତ୍ର ଫାଟି ଯାଇଛି ଆଉ ମୋର
ତୁ କିଆଁ କହୁଛୁ ସମାନ କାମରେ କହୁନି ତୁ ବେତଳ କହୁଛୁ ତୋର ତାଳ ଉଡ଼ି ଯାଇଛି ବେତଳ କହୁଛୁ ତୋର ଭୂତନା ଫାଟି ଯାଇଛି ହଉ 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 ବାବୁ ହେଲେ କହିବି ଟଙ୍କା 5,000 ଆଣ ମାସ ଦେବେ ରେ ବାବୁ ଖାଲି ଗୋବରିଆ ଗୋବରିଆ ବନ୍ଧୁଛି ମୁଁ ତ ସକାଳ ପହରୁ ସନ୍ଧ୍ୟା ଯାଏ ଗାଈ ଗୁହାଳରେ ଘାଣ୍ଟି ହେବି ତୁ ଗୋବରିଆ ଗଲେ କଣ ମାଲି ଫୁଲ ବାସିବି ବାବୁ ତୁ ଗୋଟେ କାମ କରେ ସମାନେ କା 11:30 ବେଳକୁ ବାବୁଙ୍କର କ୍ୱାର୍ଟରକୁ ପଳେଇ ଆଇବି ବାବୁଙ୍କର କ୍ୱାର୍ଟରରେ ବାଥରୁମ ଅଛି ସେତେବେଳେ ବାବୁ ଅଫିସକୁ ପଳେଇଥିବେ ବାବୁ ଅଫିସକୁ ପଳେଇଲେ ବାବୁଙ୍କର କ୍ୱାର୍ଟରକୁ ନାଚ ସିଧା ପଶିଯିବ କାହିଁକି ବାବୁଙ୍କ ବାଥରୁମ ଗୋବରିଆ ଗୋବରିଆ ବନ୍ଦ ହଉନି ପୁରା ବାବୁଙ୍କର ବାଥରୁମରେ ସାବୁନ ବୋତଲ ଅଛି ସାବୁନ ବୋତଲ ନଗେଇବୁ ତୋର ଯୁଆଡ଼େ ହାତ ପାଇବନି ଆଉ ସିଆଡ଼େ ମତେ ଡାକିଦେବୁ ଆଉ ମୁଁ ହାତ ପାଇବନି କିଏ କହୁନୁ ତୁ ଗୋଟେ ଜାଣିବୁ ଯେ କୁଆଡ଼େ ହାତ ପାଇବନି ନାଇଁ ରେ କହୁନୁ ଖୋଲିକି ବେଲେ ତୋର ପେଟରେ ନଗେଇବି ତୋ ଛାତିରେ ନଗେଇବି ତୋ ପିଠିରେ ନଗେଇବି ତୋ ଗଛରେ ନଗେଇବି ଆଉ କଣଟା ବାକି ରହିଲା କି କହିଦେଲେ ଭାଇମାନେ ଆଉ କିଅଣ ଅଛି ମୁଁ ଜାଣିଲେ ସେଥିପାଇଁ ବାବୁ ଆଉ ପୁରା ଫ୍ରେଶ ହେଇକିରି ଗାଧେଇ ପକେଇଲେ ବାବୁଙ୍କର ସେଣ୍ଟ ଅଛି ଆଜି କରି ବାଡ଼ି କେତେ ଅଧା ଦୁର୍ବଳ ହେଇଗଲାଣି ଆଉ କଣ ନା ମୁଁ କ୍ଷୀର ଦେଇ ଦେଇ ଦୁର୍ବଳ ତୁ ବାଡ଼ି ଫିସ୍ କରି ଦୁର୍ବଳ ତତେ କିଏ କହିବ କି ଦୁର୍ବଳ ହେଇଛୁ ଦର୍ଶୀ ଭଳିଆ କିଅଣ ଓଲେଇ ଗାଈ ଭଳିଆ ଆରେ ମୁଁ ବା ଯେତିକି ଖାଉଛି ସେତିକି ଗାଳୁଛି ହଁ ସେଟା କଥା ମତେ କଣ ଆଉ କିଅଣ କହିବି ତୁ ବନ୍ଧରେ ଗାଧଉଛୁ ତାକୁ ଗାଳିଆ କହୁଛୁ ନା ରେ ଆରେ ଗାଳିଆ କହୁଛନ୍ତି ଯେ ମୁଁ ସେ ବନ୍ଧରେ କେମିତି ମଜା ନେଇ ଗାଧଉଛି ତୁ ଜାଣିନୁ ବା କିଏ ଗାଧଉଛୁ ରେ କହିବି ସାବୁନ ତେଲ ନେଇକି ଯାଉଛି କିଏ ତେଲ ନଉଛି ରେ ଜାପାନୀ ତେଲ ମୁଁ ତତେ ଦେବି ମାରିବି ମୋର କଣ ହବ ମୁଁ କୋଉଠି ଲଗେଇବି ରେ କୋଉଠି ଲଗାতে କଣ ଜାଣିଛି ଆଉ କହୁନୁ ତୁ ଜାଣିଛୁ ନା ଆଉ ମତେ କହୁଛୁ ମୁଁ ସେଇଆ କହୁଛି ଜାପାନୀ ତେଲ ତତେ ଦେବି ମୁଁ ଜାଣିନି ଥାଉ କାଳେ ବାବୁଙ୍କଠୁ ତତେ ଡେରି ପଡ଼ିଥାବ ମୋର 7 ନମ୍ବର ହାଡ଼ ଉଠୁ ନଥିବ ନାଇଁ ରେ ମୋର ସମୟ ଉଠୁଛି ରାତି 12ଟା ହେଲେ ଉଠି ଯାଉଛି ଆଉ ମାଟିଟା ଜାଣିଛୁ ନା ଜାଣେ ମୁଁ ଯୋଉ ନଡ଼ିଆ ତେଲ ସାବୁନରେ ଯାଉଛି ଗାଁ ବନ୍ଧରେ ଗାଧଉଛି ପୁରା ବାଥରୁମ ସମବଗାଇ ଗାଧଉଛି କି ସମୟରେ ଜାଣିଛୁ କହିବି କହୁନୁ ये चिलो के नई कुलको गाधई गली ये चिलो के साबुन देहे लगे हेली मला पातरा टोका जेते ये डुंगी मरती मेते ये देखिबे को मोर गोर देह खाली कलमरा हांडी रे सीधे दबु हांडी रे सीधे अरे गरम आइनी क्षीर कुआ पानी देबी तते
মরি কোনদিন খোঁজি খোঁজি পাই কিন্তু মতুয়া দিয়া তুমি মোর মনমাই তুমি মোর মনমাই सारा गोलुआ बुढ़ा ইবে ये तो तुम पछे पछे আছে এটি কোচ গেল না তু কাই কিনু অন্তর পত্র কোন অন্তর বন্তর অন্তর পত্র করুন কোন ইবে আকু দউচু মো বড় কেন চাকতি ওরে বাবা এই বাবু টিকে ধরি আবাচ্ছি হ্যাঁ আবাচ্ছি যারো করো ये बंध करा टिके समय पूर्व सब चिपुड़ी दाम मेरी जाई হৌ নৌ আকু তো হেই তুই সাই যাও কাইনা এ বাবু তুই জানি তু না আমি ডক্টর পাখে যাই ডক্টর কোন কইলে জানি কইলে তোরাই তো হইছি তোরা মেডিকেল কাম তো বলে লালা শুন ওরা সিদ্ধা যা লপুর ক্ষীর পি লপুর ক্ষীর পিলে ମୋ ସାତ ନମ୍ବର ହାତଟା ଉଠିବ ଆଉ ଶଳା ମାଙ୍କଡ ବୁଢା ହେଇଗଲାଣି କଣ ଗଛ ତଳେ ଟାଣିଦବ ହଉନି କେବେ ହବ ମୁଁ ଯାଉ ଅଜା আচ্ছা আচ্ছা জলদি আস Bangiri mata mulo tunuka baba sondono mata mata Agiri baka tulo tunuka baba sanjano holo mata tu beta baba kisi chari tu he misi butti padiba Bhakti jani likhi ko kaun kariba alo andhare chipi chipi ma tupiwa Agiri baka tulo tunuka baba sondono mata Ramzan